ଆହୁରି ବେଶୀ ହଇରାଣ କରୁଛି। କଫି ଦେଇ ସାରି ଆସି ଗୋରିର ମା ମଟନ ତରକାରୀ କରିବାକୁ ଚେଷ୍ଟା କରେ, ହେଲେ ସେ ତ ଜମାରୁ ଭଲ ଭାବରେ ମଟନ ଝୋଳ କରି ଶିଖିନଥାଏ। ତେଣୁ ସେ ମସଲାକୁ ପୋଡ଼ି ଦିଏ। ଏଇଟା ତ କଣ ପୋଡିଗଲାଣି। ମୁଁ ଏବେ ସମୁଦୁଣୀକୁ କଣ ମୁହଁ ଦେଖେଇବି? ସେପଟରେ ପୋଡ଼ା ବାସ୍ନା ସେମାନଙ୍କ ପାଖକୁ ଯାଏ। କଣ ଗୋଟେ ଏତେ ଜୋରେ ପୋଡି ଯାଉଛି, ଭାରି ପୋଡା ପୋଡା ବାସ୍ନା ହଉଛି। ସେଇଠୁ ସେହି ପୋଡ଼ା ମଟନ ଝୋଳକୁ ଧରି ଗୋରିର ମା ଆସେ। ସମୁଦୁଣୀ, ମତେ ଆପଣ କ୍ଷମା କରିବେ, ମତେ ମଟନ ଝୋଳ କରି ଆସେନି। ମୋ ଝିଅ ମିଛ କହିଛି। ସେ ମତେ ନ ପଚାରିକି ବଢେଇ ଦେଖେଇବାକୁ ମୋ ନାଁରେ ମିଛ କହିଛି। ମୁଁ ଆପଣଙ୍କୁ ମୋ ଝିଅ ତରଫରୁ କ୍ଷମା ମାଗୁଛି। ନା ନା ସମୁଦୁଣୀ, ଆପଣ ମତେ କ୍ଷମା ମାଗୁଛନ୍ତି, ଏଇଟା ଗୋଟେ ଛୋଟ କଥା। ଯେତେବେଳଠୁ ମୁଁ ଏଠିକି ଆସିଥିଲି